ଝାରସୁଗୁଡ଼ା ସହରସ୍ଥ ଆଜି ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପରୀକ୍ଷା କେନ୍ଦ୍ରଠାରେ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ବା ନିଟ୍ ଦେଉଥିବା ଛାତ୍ରଛାତ୍ରୀ ଏବଂ ସେମାନଙ୍କ ସହିତ ଆସିଥିବା ଅଭିଭାବକମାନଙ୍କ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ମାଗଣା ପାନୀୟ ଜଳ, ମୃଦୁ ପାନୀୟ ଓ ଜଳଖିଆ ବଣ୍ଟନ କରାଯାଇଛି। ଅସହ୍ୟ ଖରା ଓ ତାତି ସତ୍ତ୍ୱେ ପରୀକ୍ଷା କେନ୍ଦ୍ର ବାହାରି ଅପେକ୍ଷା କରିଥିବା ଅଭିଭାବକ ଏବଂ ପରୀକ୍ଷାର୍ଥୀଙ୍କୁ ସାମାନ୍ୟ ଆଶ୍ୱସ୍ତି ଓ ସହଯୋଗ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଦଳୀୟ କର୍ମକର୍ତ୍ତାମାନେ ସମସ୍ତ ନିଟ୍ ଆଶାୟୀଙ୍କ ସଫଳତା କାମନା କରି ସେମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଜନସେବା କାର୍ଯ୍ୟକ୍ରମରେ ବିଜେପି ନେତା ସୋନୁ ଥିରାଣୀ, ବିନୟ ମୋଦି, ବିକଳ୍ପ ତିୱାରୀ, କରଣ ମିଶ୍ର, ଶୁଭମ ତିୱାରିଆଲ, ଆନନ୍ଦ ଶର୍ମା, ତରଙ୍ଗ ଗିଦ୍ୱାନୀ, ଲକ୍ଷ୍ମଣ ଛତ୍ରୀ ଏବଂ କୁଶଳ ମାଲହୋତ୍ରା ପ୍ରମୁଖ ଉପସ୍ଥିତ ରହି ସେବା କାର୍ଯ୍ୟ ପରିଚାଳନା କରିଥିଲେ। ବିଜେପିର ଏହି ଛୋଟ ପ୍ରୟାସକୁ ପରୀକ୍ଷାର୍ଥୀ ଓ ସ୍ଥାନୀୟ ଜନସାଧାରଣ ଉଚ୍ଚ ପ୍ରଶଂସା କରିଛନ୍ତି। ଝାରସୁଗୁଡ଼ାରୁ ଘନଶ୍ୟାମ ପଡ଼ିଆରୀଙ୍କ ରିପୋର୍ଟ, ଓଡ଼ିଆ ଭାସ୍କର।